যে বিনা হেলমেট রে গাড়ি চলাইব, যে বিনা কাগজ পত্র রে গাড়ি চলাইব তাকু মহারাজ কংস কঠোর দণ্ডরে দণ্ডিত করিছন্তি। বরগড় বিশ্ব প্রসিদ্ধ ধর্মযাত্রা দেখুଥିବେ କେମିତି କଂସ ମହାରାଜ ଯେହେତୁ ବରଗଡ଼ ପାଲଟି ଯାଇଛି ଆଜି ମଥୁରା ନଗରୀରେ କଂସ ମହାରାଜଙ୍କ ଚାଲିଲା ରାଜୁତି। ତ ଦେଖୁଥିବେ ହଜାର ହଜାର ଦର୍ଶକ କେମିତି କଂସ ମହାରାଜକୁ ଏକତ୍ରିତ କରି ମାନେ ନଗର ପରିକ୍ରମା ଦେଖନ୍ତୁ। କଂସ ମହାରାଜ ସୁସଜ୍ଜିତ ହାତୀରେ ଅଛନ୍ତି। ତେବେ ଦେଖନ୍ତୁ କେମିତି ତାଙ୍କର ସେନାପତି ଏବଂ ବାହକ ମାନେ ରହୁଛନ୍ତି କଂସ ମହାରାଜକୁ। ଦେଖୁଥିବେ କଂସ ମହାରାଜ କେମିତି ଆମ ହାତକୁ ହଳୁଛନ୍ତି। ଦେଖନ୍ତୁ ଇଏ ହଉଛି କଂସ ମହାରାଜଙ୍କ ଅଟ୍ଟହାସ୍ୟ। କମ୍ପି ଉଠୁଛି ପୁରା ନଗରୀ। ଦେଖନ୍ତୁ ଇଏ ବରଗଡ଼ ସହର ଦୃଶ୍ୟ। ନଗର ଆଜି ଯେହେତୁ ଦ୍ୱିତୀୟ ଦିନରେ ପୁରା ମଥୁରା ନଗରୀ ପୁରା କମ୍ପନ ହଉଛି। ହଜାର ଦର୍ଶକ କଂସ ମହାରାଜଙ୍କ ସଙ୍ଗେ ଅଛନ୍ତି। ତାଙ୍କ ସାଙ୍ଗେ ମହାମନ୍ତ୍ରୀ ଦେଖନ୍ତୁ କେମିତି ସୁସଜ୍ଜିତ ଗାଡିରେ ଯେମିତି ପାଲଟି ଯାଇଛି ମଥୁରା ନଗରୀ। ସତେ ମଥୁରା ନଗରୀ ବରଗଡ଼ ଜିଲ୍ଲା ଏବେ ପାଲଟିଛି ମଥୁରା ନଗରୀ। ତ ଦେଖନ୍ତୁ ମହାମନ୍ତ୍ରୀଙ୍କ ଗାଡି ଯେହେତୁ କଂସ ମହାରାଜଙ୍କ ପଛରେ ମହାମନ୍ତ୍ରୀ। ତ ଆମେ ପ୍ରତ୍ୟେକ ଯିବା। ମନ୍ତ୍ରୀ କଣ କହିବେ ଆଜି କୁଆଡେ ନଗର କରିବେ? আজি মহারাজা কংস যেতেবেলে রাজ সিংহাসନରେ আরোহণ କରିଛନ୍ତି, মহারাজা কংসଙ୍କ সহিত পাত্র মন্ত্রী সেনাপতি গণে নগর ভ্রমণ କରିଛନ୍ତି। যে বিনা হেলমেট রে গাড়ি চলাইব, যে বিনা কাগজ পত্র রে গাড়ি চলাইব তাকু মহারাজ কংস কঠোর দণ্ডরে দণ্ডিত କରିଛନ୍ତି এবং ହଜାର ସ୍ୱର୍ଣ୍ଣ ମୁଦ୍ରା ଜରିମାନା କରିଛନ୍ତି। ଏହା ହେଉଛି ଭୋଜବଂଶ ଅଧିପତି ମହାରାଜା କଂସଙ୍କର ଆଦେଶ ଏବଂ ନିର୍ଦ୍ଦେଶ। ଦେଖୁଥିବେ କଂସ ମହାରାଜ ସାଙ୍ଗରେ ପୁରା ସମସ୍ତ କର୍ମକର୍ତ୍ତା ଏବଂ କଂସ ସେନାପତି ଏବଂ ମହାରାଜ ସମସ୍ତେ କଂସ ମହାରାଜକୁ ନଗର ପରିକ୍ରମନ୍ତି। ତେବେ ଆମେ ନେଇବା ସେନାପତିଙ୍କ ଯିବା। ଯେହେତୁ ସେନାପତି ଅଛନ୍ତି ସେନାପତି, ତ ସେନାପତିଙ୍କ ପ୍ରତିକ୍ରିୟା ଯିବା। ଦେଖନ୍ତୁ ସେନାପତି ଅଛନ୍ତି, କଥା ହେଇଯିବା। ତ ସେନାପତି କଣ କହିବେ ଆଜି କଣ ସବୁ ନଗର ଅଛି? ଆଜି ନଗର ପରିକ୍ରମା ଅଛି, ଯାହାକି ରଙ୍ଗମହଲରେ ପ୍ରବେଶ କରିବେ ମହାରାଜା କଂସାସୁର ଆଉ ଦେବକୀ ବସୁଦେବଙ୍କର ଅଷ୍ଟମ ଗର୍ଭ ସନ୍ତାନକୁ ଯଦି ପ୍ରସବ ହେଲେ ଜୀବନ୍ତ ସମାଧି ଦିଆଯିବ ରାଜ ଦରବାରରେ। ତ ଦେଖନ୍ତି ସେନାପତି ମାନେ ନିଜେ କଂସ ମହାରାଜ ସମୟରେ ନଗର ଦେଖନ୍ତୁ ନଗର ପରିକ୍ରମା ଦୃଶ୍ୟ ପୁରା ଲମ୍ବା ଲାଇନରେ କେମିତି ଗୋଟେ ପରେ ଗୋଟେ ଘୋଡା ହାତୀକୁ ନେଇକରି ଆଜି ନଗର ପରିକ୍ରମା ହଉଛି। ଏ ଯୋଉ ଦୃଶ୍ୟ ଅଛି ଏ ଦୃଶ୍ୟ ଆମେ ଆଉ କିଛି ପ୍ରତିକ୍ରିୟା ନେଇଯିବା। କଣ କହିବେ ଆଜି କେମିତି ଲାଗୁଛି? ବହୁତ ଭଲ ଲାଗୁଛି। କୋଉ ବେଶରେ ଅଛ? କଂସଙ୍କ ଭାଇ ସୁନାସ ବେଶରେ ଅଛି। ଦେଖୁଥିବେ ଏଇ କଂସକ ଭାଇ ନିଜେ ବି ଅଛନ୍ତି ତାଙ୍କ ସାଙ୍ଗରେ। କେମିତି ଲମ୍ବା ଲାଇନରେ ପ୍ରଶାସନ ହଉଛି, ଗୋଟେ ପରେ ଗୋଟେ ଘୋଡା ଗାଡିକୁ ସୁସଜ୍ଜିତ କରାହଉଛି। ତେବେ ଏକୁ ନେଇକରି ଆମେ ଆଉ କିଛି ପ୍ରତିକ୍ରିୟା ନେଇଯିବା। ଦେଖନ୍ତୁ କେମିତି କଂସ ମହାରାଜ ଦେଖନ୍ତୁ କେମିତି ତାଙ୍କର ବେଶ ପୋଷାକରେ ପୁରା କମ୍ପି ଉଠୁଛି ମଥୁରା ନଗରୀ। ପୁରା ଲମ୍ବା ଲାଇନରେ ସୁସଜ୍ଜିତ ଆଲୋକ ବ୍ୟବସ୍ଥା କେମିତି ଅଛି ଦେଖନ୍ତୁ। ଇଏ ଯେହେତୁ ପରିସ୍ଥିତି ଅପ୍ରତୀକ ପରିସ୍ଥିତି ସୃଷ୍ଟି ନ ହବ ସେଥିପାଇଁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁବିଧା କରାଯାଇଛି। ଆମେ ଆଉ କିଛି ପ୍ରତିକ୍ରିୟା ନେଇଯିବା। ଦେଖନ୍ତୁ ଯେ ଆମ ସାଙ୍ଗେ ଅଛନ୍ତି ପ୍ରତିକ୍ରିୟା ନେଇଯିବା। କଣ କହିବେ ଆଜି ସବୁ କଣ କେମିତି ଲାଗୁଛି? ବହୁତ ଖୁସିର ଦିନ। ଅଷ୍ଟମଲ୍ଲ ପ୍ରେରଣ ହେବ, ପୁତନା ସୁନ୍ଦରୀ ପ୍ରେରଣ ହେବେ ଆଜି ଗୋପପୁରେ। କାନ ଦିବ୍ୟବାଣୀ କହିଦେଇ ଗଲା, ରେ କଂସ ତତେ ବଧିବ ଯେ ଗୋପପୁର ବଢୁଛେ ସେ। ଆଜି ମହାରାଜ ଭାରି ଚିନ୍ତିତ ହୋଇ ଆଜି ଷୋଳମିଲ୍ଲ ବୀରଙ୍କୁ ଆହ୍ୱାନ କରିବେ ଆଉ ଗୋଟେ ପରେ ଗୋଟେ ବୀରକୁ ମଥୁରା ରାଜ୍ୟକୁ ପ୍ରେରଣ କରିବେ। ଦେଖନ୍ତୁ ଗୋଟେ ପରେ ଗୋଟେ କେମିତି ସମସ୍ତଙ୍କୁ ସେ ପରାସ୍ତ କରିକି କେମିତି ମଥୁରା ନଗରୀ ଅକ୍ତିଆର କରିବେ ସେଥିପାଇଁ ପୁରା କମ୍ପି ଉଠୁଛି ମଥୁରା ନଗରୀ। ସୁସଜ୍ଜିତ ଲାଇଟର ବ୍ୟବସ୍ଥା ଏଥର 77ତମ ହଉଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ତେବେ ଏକୁ ନେଇକରି ଦର୍ଶକଙ୍କ ମଧ୍ୟରେ ଯେତିକି ଉତ୍କଣ୍ଠା ନାହିଁ ସେତିକି ଲକ୍ଷ ଲକ୍ଷ ଭକ୍ତଙ୍କ ମଧ୍ୟରେ ସମାଗମ ବଢିଆ ଲାଗିଛି। ଯେହେତୁ ଆଜି ସେକେଣ୍ଡ ଦିନ ଅଛି, ଯେହେତୁ ଭିଡ଼ ଟିକେ ନିୟନ୍ତ୍ରଣ ଅଛି, ଯେହେତୁ 10 ଦିନ ଧରି ଚାଲିବା ଯାତ୍ରା, ତେବେ ଏକୁ ନେଇକରି ଦର୍ଶକ ଏବଂ ସମସ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଜାରି ରହିଛି। ତ ଦେଖୁଛ ସୁସଜ୍ଜିତ ଅବସ୍ଥାରେ ବରଗଡ଼ ପାଲଟି ଯାଇଛି ଏକ ମଥୁରା ନଗରୀ। ତେବେ ସମସ୍ତ ପକ୍ଷରୁ ପୋଲିସ ପକ୍ଷରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବରଗଡ଼ରୁ କ୍ୟାମେରା ପର୍ସନ ବିରାଜ ସୁବାଦ୍ୱାରା ରିପୋର୍ଟର ଷ୍ଟୁଡିଓ।